ଆପଣ କେବେ ଅନୁଭବ କରିଛନ୍ତି କି ସବୁକିଛି ଥିଲେ ମଧ୍ୟ ମନ ଖାଲି ଖାଲି ଲାଗେ? ଭଲ ଘର, ଭଲ ଚାକିରି, ଟଙ୍କା, ତଥାପି ଶାନ୍ତି କାହିଁକି ନାହିଁ? ଅସଲ ସମସ୍ୟା ବାହାରେ ନୁହେଁ, ଆମ ମନର ଦ୍ୱାର ବନ୍ଦ ହୋଇଯାଇଛି। ଯେ ପର୍ଯ୍ୟନ୍ତ ସେ ଦ୍ୱାର ଖୋଲିବ ନାହିଁ ସେ ପର୍ଯ୍ୟନ୍ତ ଜୀବନର ପ୍ରକୃତ ସୌନ୍ଦର୍ଯ୍ୟକୁ ଆମେ ଅନୁଭବ କରିପାରିବା ନାହିଁ। ଆଜିର ଭିଡ଼ିଓରେ ଜାଣିବା କିପରି ନିଜ ମନକୁ ଏକ ଖୋଲା ଦ୍ୱାରରେ ପରିଣତ କରି ନିଜକୁ ନୂଆ ଭାବରେ ଅନୁଭବ କରାଯାଇପାରେ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ, କାରଣ ଗୋଟିଏ ଚିନ୍ତା ଆପଣଙ୍କର ଦୃଷ୍ଟିକୋଣକୁ ବଦଳାଇ ଦେଇପାରେ। ନମସ୍କାର ବନ୍ଧୁଗଣ, ଆପଣମାନେ କେବେ ଭାବିଛନ୍ତି କି ସବୁକିଛି ଥିଲେ ମଧ୍ୟ ଆମେ କାହିଁକି ଆନନ୍ଦ ଅନୁଭବ କରିପାରୁନାହୁଁ? ଆମ ଚାରିପାଖରେ ପ୍ରକୃତି ଅଛି, ପକ୍ଷୀମାନଙ୍କର ମଧୁର ସ୍ୱର ଅଛି, ଫୁଲର ସୁଗନ୍ଧ ଅଛି, କିନ୍ତୁ ଆମ ମନ ଶାନ୍ତ ନୁହେଁ। ଜୀବନକୁ ଜାଣିବାର ସମ୍ଭାବନା ସେତେବେଳେ ହିଁ ଅଛି ଯେତେବେଳେ ଆମର ବ୍ୟକ୍ତିତ୍ୱ ଏକ ଖୋଲା ଦ୍ୱାର ହୋଇଯାଏ। ଆଜି ଆମେ ଏହି ଗଭୀର ଚିନ୍ତାଧାରାକୁ ସରଳ ଭାବରେ ବୁଝାଇବା। ଜୀବନକୁ ଜାଣିବାର ଅର୍ଥ କ'ଣ? ଆମେ ଭାବୁଛୁ ଜୀବନର ମାନେ କ'ଣ ନା ଟଙ୍କା, ଚାକିରି, ଘର ଓ ସଫଳତା। କିନ୍ତୁ ଜୀବନ କେବଳ ବଞ୍ଚିବା ନୁହେଁ, ଜୀବନକୁ ଅନୁଭବ କରିବା। ଯେଉଁ ବ୍ୟକ୍ତି ମନ ସବୁବେଳେ ଭୟ, ରାଗ, ଅହଙ୍କାର ଓ ଚିନ୍ତାରେ ବନ୍ଦ ରହେ ସେ ଜୀବନର ସୌନ୍ଦର୍ଯ୍ୟକୁ କେବେ ଦେଖିପାରିବ ନାହିଁ। ମନକୁ ଖୋଲିବା ଦରକାର। ମନକୁ ଖୋଲିବା କାହିଁକି ଜରୁରୀ? ନା, ମନେକର ଏକ ବନ୍ଦ ଘରକୁ ପବନ ଆସେ ନାହିଁ। ଆପଣ ଝରକା କବାଟ ଦେଇଛନ୍ତି, ଘରକୁ ପବନ ଆସିବନି। ସେହିପରି ମନଟା ଯଦି ବନ୍ଦ ଥିବ ମନରେ ଆନନ୍ଦ ଆସିବ ନାହିଁ। କେଉଁଠୁ ଆସିବ? ମନଟା ତ ପୁରା ବନ୍ଦ ଚାପିକି ରଖିଛନ୍ତି, ଆସିବନି ନା। ମନକୁ ଖୋଲିବାର ଅର୍ଥ କ'ଣ ନା କ'ଣ? କିଛି ନୂଆ କିଛି ଶିଖିବା। ଶିଖିଲେ ନୂଆ କିଛି ଶିଖିବା, ବୁଝିବାକୁ ବା କ୍ଷମା କରିବା। ଲୋକମାନଙ୍କୁ ସବୁବେଳେ କ୍ଷମା କରିବା ଶିଖିବା, ପ୍ରେମ କରିବା ଶିଖିବା, ଅହଙ୍କାରକୁ ଛାଡ଼ିବା। ଗୀତ, ପବନ, ପ୍ରକୃତି ଯାହା ସବୁ ଅଛି, ପ୍ରକୃତିର ସବୁ ଶିକ୍ଷା, ନିଜକୁ ସଙ୍ଗୀତ ପାଇଁ ଖୋଲିବା। ପ୍ରକୃତିର ସଙ୍ଗୀତକୁ ଶୁଣ। ବର୍ଷାର ଶବ୍ଦ ହେଉଛି, ପଡ଼ୁଛି ବର୍ଷା, ପକ୍ଷୀର କୁହୁ କୁହୁ ଶବ୍ଦ, ପବନର ସ୍ପର୍ଶ, ଏସବୁ ହେଉଛି ଜୀବନର ଗୋଟେ ଗୋଟେ ଅଂଶ। ତାକୁ ଆମେ ଉପଭୋଗ କରିବା। କିନ୍ତୁ ଆମେ କ'ଣ କରୁଛେ ନା, ମୋବାଇଲର ବ୍ୟସ୍ତତା ଭିତରେ ମୋବାଇଲ ଦେଖିଲେ, ଡୁବି ରହିଲେ ମୋବାଇଲ ଭିତରେ, ଏହାକୁ ଦେଖିବା ଦ୍ୱାରା ଆମେ ଅନ୍ୟ କିଛି କରିପାରୁନାହୁଁ। ସୌନ୍ଦର୍ଯ୍ୟ ଓ ସୁଗନ୍ଧ, ଯେଉଁ ପ୍ରକୃତିର କଥା କହିଲି, ତାକୁ ଆମେ କ'ଣ କରିବା? ସୌନ୍ଦର୍ଯ୍ୟ କେବଳ ମୁହଁରେ ଦେଖାଯାଏ ନାହିଁ। ଭଲ ଚିନ୍ତାଧାରାରେ, ଭଲ ବ୍ୟବହାର ଓ ଦୟାଳୁ ହୃଦୟରେ ହିଁ ସତ୍ୟର ସୌନ୍ଦର୍ଯ୍ୟ ରହିଛି। ସେହିପରି ସୁଗନ୍ଧ କେବଳ ଫୁଲରେ ନଥାଏ। ବାସ୍ନା, ସୁଗନ୍ଧଟା କେବଳ ଯେ ଫୁଲରେ ଅଛି ତାହା ନୁହେଁ। ସୁଗନ୍ଧ ଆଉ କେଉଁଥିରେ ଅଛି ନା, ଭଲ କର୍ମ, ସତ୍ ଚରିତ୍ର ଓ ସୁଗନ୍ଧ ସେଥିରେ ଭରି ରହିଛି। ଜୀବନରେ କିପରି ମନଟାକୁ ଖୋଲା କରି ରଖିବେ, ଖୋଲା ଦ୍ୱାର କରିବେ ମନଟାକୁ, କେମିତି ହେବ ସେଟା ସେଥିପାଇଁ ପ୍ରାକ୍ଟିସ୍ କରିବାକୁ ପଡ଼ିବ। କ'ଣ ନା ପ୍ରାକ୍ଟିସ୍ କରିବେ? ପ୍ରତିଦିନ 10 ମିନିଟ୍ ନୀରବ ରୁହନ୍ତୁ। ସବୁଦିନ 10 ମିନିଟ୍ ନୀରବ ରହିକି ଦେଖିବେ, ପ୍ରକୃତି ସହ ସମୟକୁ ବିତାନ୍ତୁ। ନିଜର ଭୁଲ ଅଛି ତାକୁ ସ୍ୱୀକାର କରନ୍ତୁ। ମୁଁ ଭୁଲ କରିଛି, ତାକୁ ସ୍ୱୀକାର କରିବାକୁ ପଡ଼ିବ। ଅନ୍ୟକୁ କ୍ଷମା ଦିଅନ୍ତୁ। ପ୍ରତିଦିନ କିଛି ନୂଆ ଶିଖନ୍ତୁ। ବର୍ତ୍ତମାନରେ ବଞ୍ଚିବାକୁ ବି ଶିଖନ୍ତୁ। ଏହି ଅଭ୍ୟାସ ଆପଣ ଧୀରେ ଧୀରେ କଲେ ଜୀବନକୁ ଧୀରେ ଧୀରେ ସେ ବଦଳାଇ ଦେବ। ବନ୍ଧୁଗଣ, ଯେତେବେଳେ ଆମେ ମନର ଦ୍ୱାର ଖୋଲିଦେଉ, ମାନେ ଖୋଲା ହୃଦୟରେ ରହିଯାଉ, ସେତେବେଳେ ଜୀବନ ନିଜର ସମସ୍ତ ସୌନ୍ଦର୍ଯ୍ୟ ସହ ସାମ୍ନାରେ ଖୋଲିଯାଏ। ତେଣୁ ଆଜିଠାରୁ ନିଷ୍ପତ୍ତି ନିଅନ୍ତୁ, ରାଗ କମାଇବେ, ପ୍ରେମ ବଢ଼ାଇବେ, ପ୍ରକୃତିକୁ ଅନୁଭବ କରିବେ ଏବଂ ଜୀବନକୁ ଖୋଲା ହୃଦୟରେ ଗ୍ରହଣ କରିବେ। ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।